ବୁଝିଲୁ ଝୋଟ, ଗାଈ ଧନ୍ଦାରେ ପଶିକି ଆମେ ମୁଖ୍ୟ କାରଣଟା ଭୁଲି ଯାଇଛେ ରେ। କି କଡ଼ି? କୋଉ କାମଟା ବା? ଆରେ ମନେ ପକା ମନେ ପକା। ହେ ନାଇଁ ମୋର ଜମା ମନେ ପଡୁନି। ଆରେ ତୁ ପିଲାଟା କଣ ସବୁ କଥା ଭୁଲି ଯାଉଛୁ ବା? ପିଲାଟା ବୋଲି କଣ ମୋର ଟେନସନ କମ ଅଛି କି ଭାଇ? ହଉ ହଉ ତେବେ ଶୁଣୁ, ବଗୁଲା ସ୍କୁଲରେ ନାଁ ଲେଖାଇବା ପାଇଁ ଆମେ ବଗୁଲାକୁ ରେକଷ୍ଟ କରିଥିଲେ ନା? ସେଇଟା ରେକଷ୍ଟ ନୁହେଁ ଭାଇ, ତାକୁ ରିକ୍ୱେଷ୍ଟ କୁହାଯାଏ। ହଁ ବା, ସେଇ ରେକଷ୍ଟ। ସିଏ ବି ଆମ କଥା ରଖିକି ତା ସାରଙ୍କୁ ଆମ ପାଇଁ ରେକଷ୍ଟ କରିଥିଲା। ଆଉ ତା କହିବା ଅନୁସାରେ ତା ସାରଙ୍କ ଘରକୁ ଆମେ ମାଛ ନେଇକି ଗଲେ। ସାରେ ମଧ୍ୟ ଆମ କଥାରେ ରାଜି ହେଲେ। ଶିକ୍ଷାବର୍ଷ ଆରମ୍ଭରୁ ତାଙ୍କ ସ୍କୁଲରେ ଆମ ନାଁ ଲେଖେଇ ଦେବା ପାଇଁ କଥା ମଧ୍ୟ ଦେଇଥିଲେ। ସେ କଥା ତୋର ମନ ଅଛି ନା ନାହିଁ ଯେ? ହଁ ହଁ ମନେ ଅଛି ଯେ, ଏବେ ଆମେ କଣ କରିବା କହୁନୁ? ଚାଲୁନୁ ବଗୁଲା ସାଙ୍ଗରେ ଏ ବାବଦରେ କଥା ହବା। ସିଏ ଯାହା ସେଜନ ନବ ତାହା କରିବା। ଆରେ ଭାଇ, ସେଜନ ମାନେ କଣ କି? କଣ ଏତିକି ଜାଣିନୁ ବା? ହଁ, ତୁ କାହିଁ ଜାଣିବୁ? ସେଜନଟା ଇଂରେଜୀ ଶବ୍ଦଟା ତ, ତା ମାନେ ପରାମର୍ଶ। ସେଇଟା ସେଜନ ନୁହେଁ ଭାଇ, ସଜେସନ। ହଁ ବା, ସେଜନସନ୍। ଆରେ ହେ, ତୋର କଣ ହେକା ଲାଗିଗଲା କି? ଏମିତି ଆଁଟା କରିକି କଣ ରହିଛୁ? ନାଇଁ ନାଇଁ ଭାଇ, ମୁଁ ଠିକ ଅଛି। ଆମେ ଏବେ ବଗୁଲା ପାଖକୁ ଯିବା। ଦେଖରେ ଚିଣ୍ଟୁ, ମୋ ଗୁଡ଼ିଟା କେମିତି ତୋ ଗୁଡ଼ିଠୁ ମଧ୍ୟ ଅଧିକ ଉଚ୍ଚକୁ ଉଡ଼ୁଛି। ଏ ଦେଖୁନୁ, ମୋର ବି ତୋଠାରୁ ଅଧିକ ଉଚ୍ଚକୁ ଉଡ଼ି ପାରିବ। ହଁ ତ ସତେ। ଏ ଚିଣ୍ଟୁ, ଏଠି କେଡ଼େ ସୁନ୍ଦର ସୁନ୍ଦର ପକ୍ଷୀ ଅଛନ୍ତି ରେ। ବଗୁଲା ତୁ ଦେଖିନୁ କି? ଦେଖେ, ଏ ତାଳ ଗଛ ଉପରେ କେତେ ସୁନ୍ଦର ସୁନ୍ଦର ପକ୍ଷୀ ବସା କରି ଓ ରହୁଛନ୍ତି। କି ସୁନ୍ଦର ପକ୍ଷୀରେ ଚିଣ୍ଟୁ। ମୋର ତ ଇଚ୍ଛା ହେଉଛି ଏଥିରୁ ଗୋଟେ କି ଦିଟା ପକ୍ଷୀ ନେଇ ଘରେ ରଖିବି। ହେଲେ ମୋ ବାପା କଣ ସେ କଥା କରେଇଦେବେ? ମୋର ବି ସେଇ ଇଚ୍ଛା। ଶୁଣୁ, ଆମେ ଗୋଟେ କାମ କରିବା। ପ୍ରଥମେ 2ଟା ପକ୍ଷୀ ନେଇ ତୁ ତମ ଘରକୁ ଯିବୁ। ତୋ ବାପା ଯଦି କିଛି ନ କହିଲେ ସେମାନେ ତମ ଘରେ ରହିବେ। ଆଉ ଆମେ 2 ଜଣ ଏକାଠି ହୋଇ ସେମାନଙ୍କୁ ଖାଇବା ପିଇବା ପାଇଁ ଦେବା। ସେମାନଙ୍କ ସେବା ଯତ୍ନ କରିବା। ଯଦି ତୋ ବାପା ରାଗିଲେ ତାହେଲେ ପକ୍ଷୀ 2ଟାକୁ ମୁଁ ଆମ ଘରକୁ ନେଇଯିବି। ଏଇଟା ତ ସିମ୍ପଲ କଥା। ହଁ, ତୁ ଯାହା କହିଲୁ ସବୁ ଠିକ୍ ଯେ, ପକ୍ଷୀମାନେ ତ ଗଛ ଉପରେ ଅଛନ୍ତି। ଆମେ ତାଙ୍କୁ ଧରିବା କେମିତି? ସେମାନେ ତ ସହଜରେ ଆମକୁ ଧରା ଦେବେନି ନା। ହଁ ତ ସତେ। ତାହେଲେ ଆମେ କଣ କରିବା କହିଲୁ? ରହ ମୋ ମୁଣ୍ଡକୁ ଗୋଟେ ଭେରି ଗୁଡ୍ ଆଇଡିଆଟେ ଜୁଟିଲା। କି ଆଇଡିଆ କିରେ? ଏ ବର୍ଷ ଆରମ୍ଭରୁ କଙ୍ଗାରୁ ଦାଦା ଆଉ ଝୋଟ ଦାଦା ଆମ ସ୍କୁଲରେ ନାଁ ଲେଖେଇବେ ବୋଲି ମୁଁ ସାରଙ୍କୁ କହି କଥାଟା ପକ୍କା କରିଦେଇଛି। ସେଇମାନଙ୍କୁ କହିଲେ ସେମାନେ ଆମ ପାଇଁ ପକ୍ଷୀ ଧରିଦେବେ। କଣ କହିଲୁ? କଙ୍ଗାରୁ ଦାଦା ଆଉ ଝୋଟ ଦାଦା ଆମ ସାଙ୍ଗରେ ପାଠ ପଢ଼ିବେ? ଆରେ ସେମାନେ ବୁଢ଼ା ଗୁଡ଼ାକରେ କି ପାଠ ପଢ଼ିବେ? ପଢ଼ନ୍ତୁ ରେ, ପାଠ ପଢ଼ିବା ପାଇଁ ବୟସର ଆବଶ୍ୟକତା ନଥାଏ। ତାପରେ ସେମାନଙ୍କର ତ ପାଠ ପଢ଼ିବା ପାଇଁ ଆଗ୍ରହ ଅଛି ନା। ହଉ, କହିକି ଦେଖେ। ଦାଦା ରହ, ତମ ପାଖରେ ଆମର ଗୋଟେ କାମ ଅଛି। ଆରେ ହେ ବଗୁଲା, ତୋ ପାଖରେ ବି ଆମର ଗୋଟେ କାମ ଅଛି ରେ। ଆମେ 2 ଜଣ ତମ ଘରକୁ ଯାଇଥିଲୁ। ତୋ ଜେଜେ କହିଲେ ତୁ ଗୁଡ଼ି ଉଡ଼େଇବା ପାଇଁ ପଡ଼ିଆକୁ ଆସିଛୁ, ସେଥିପାଇଁ ଆମେ ଏଠିକି ଆସିଲୁ। ହଉ, ତୁ ଆଗ କହ, ଆମ ପାଖରେ ତୋର କି କାମ? ନାଇଁ, ତମେ ଆଗ କହ, ତାପରେ ମୁଁ କହିବି। ହେ ନାଇଁ ରେ, ତୁ କହ। ତୋ କାମ ଆଗେ, ତାପରେ ଆମ କାମ ନା। ହଉ ତାହେଲେ କହୁଛି, ଶୁଣ। ତାଳ ଗଛ ଉପରକୁ ଟିକେ ଦେଖୁନ। ହଁ, ଦେଖିଲି ତ। କଣ ଦେଖିଲ ଯେ? ଗଛ ଉପରେ ପକ୍ଷୀ ବସା ଭିତରେ ପକ୍ଷୀ ଦେଖିଲି। ଆଉ କଣ? ଦେଖିକି ତମକୁ କଣ ଲାଗିଲା ଯେ? ଭଲ ଲାଗିଲା, ଆଉ କଣ ଲାଗିବ? ମତେ ବି ଭଲ ଲାଗିଲେ ଯେ ଦାଦା, ହେଲେ ସେଥିରୁ 2ଟା ପକ୍ଷୀ ମୋର ଦରକାର। ଆରେ ପକ୍ଷୀ ତୁ କଣ କରିବୁ? ତାପରେ ତୋ ବାପା ଏ କଥା ଜାଣିଲେ ତତେ ତ ଯାହା ପନିସେଣ୍ଟ ଦବ। ଆମ ଅବସ୍ଥା 12 ବଜେଇ ଦବ ରେ। ପନିସେଣ୍ଟ କଣ ଦାଦା? ତତେ ପିଟି ତୋ ଚୋପା ଛଡେଇ ଦବ ରେ। ଓହୋ, ପନିସମେଣ୍ଟ। ହଁ, କେତେ କହୁଛ ରେ ସେଇ ପନିସେଣ୍ଟ। ଦାଦା ତମକୁ ତ ଇଂଲିଶ କୁହା ଆସୁନି, ଏମିତି ଭୁଲ ଭାଲ କାହିଁ କହୁଛ ଯେ? ସ୍କୁଲ ଯିବି ତ, ସେଇଥିପାଇଁ ଅଭ୍ୟାସ କରୁଛି ନା। ହଉ, ଅଭ୍ୟାସ କରିବାଟା ଭଲ ଯେ, ହେଲେ ତମେ ଯଦି ମତେ ପକ୍ଷୀ 2ଟା ଦବନି ତାହେଲେ ମୁଁ ତମ ସ୍କୁଲ ଯିବା ବ୍ୟବସ୍ଥା କରିବିନି ଯେ। ଆରେ ଇଏ ତ ବଡ଼ ଅଜବ ପିଲାଟା। ଠିକ ସମୟରେ ତଣ୍ଟି ଚିପି ଦବା ପିଲା। ପୁରା ବାପାର ଗୁଣ 100ରୁ 100 ଛଡେଇ ଆଣିଛି ଆଉ। କଣ କହିଲ କି ଦାଦା? ଆରେ ନାଇଁ, ରହ, କଣ ଗୋଟେ ବ୍ୟବସ୍ଥା କରିବା ନା।
ହଁ ହଁ ଦାଦା, କ'ଣ ଗୋଟେ ବ୍ୟବସ୍ଥା କରିବ ନା, ପକ୍ଷୀ ମୋର ନିହାତି ଦରକାର। ଆରେ ହେ ବଗୁଲା, ଏମାନେ ତ କ'ଣ ଉଡ଼ି ଯାଉଛନ୍ତି, ଆଙ୍କୁ କିନ୍ ଧରିବାରେ। ହଁ, କ'ଣ ଗୋଟେ ବ୍ୟବସ୍ଥା କର ଦାଦା। ଏଠି ସବୁ କ'ଣ କରୁଛ କିରେ? ପକ୍ଷୀ ଧରୁଛୁ ସାର୍। ହଇରେ କଙ୍ଗାରୁ ଝୋଟ, ତମେ ମଧ୍ୟ ୟା ସାଙ୍ଗରେ ପଡ଼ିକି ପକ୍ଷୀ ଧରୁଛ? ଆଉ କ'ଣ କରିବୁ ସାର୍, ବଗୁଲା ପାଇଁ ପକ୍ଷୀ ନ ଧରିଲେ ସେ କହୁଛି ଆମେ ସ୍କୁଲ ଯିବା ପାଇଁ ଆମକୁ ସେ ସାହାଯ୍ୟ କରିବନି। ଆରେ ଆରେ ଭଲ କଥାଟେ ମନେ ପକେଇଲ। ନୂଆ ଶିକ୍ଷାବର୍ଷ ପାଇଁ କାଲିଠୁ ନାମ ଲେଖା ଆରମ୍ଭ ହେଉଛି। ତମେ ଯଦି ଚାହିଁବ 2 ଜଣ ଆସି ସ୍କୁଲରେ ନାଁ ଲେଖେଇ ଦିଅ। ହଁ ବଗୁଲା, ମୁକ୍ତିର ଆନନ୍ଦ ପଢ଼ିନୁ କିରେ? ପଢ଼ିଛି ସାର୍। ଆରେ ପଢ଼ିଛୁ ତ ଫେର ପକ୍ଷୀ ଧରିବା ପାଇଁ କେମିତି କହୁଛୁ? ସରି ସାର୍। ମୁକ୍ତ ଆକାଶରେ ଉଡ଼ି ବୁଲୁଥିବା ପକ୍ଷୀମାନଙ୍କୁ ଧରି ପଞ୍ଜୁରୀରେ ବନ୍ଦୀ କରି ରଖିଲେ ପକ୍ଷୀ ଆମକୁ ଅଭିଶାପ ଦେବେ ରେ। ସେ ଅଭିଶାପଟା କ'ଣ ସାର୍? ହେ, ଏ ପିଲାକୁ ବୁଝେଇ ହବନି। ପ୍ଲିଜ୍ ପ୍ଲିଜ୍ ସାର୍, ଅଭିଶାପ କ'ଣ ମୁଁ ବୁଝିପାରୁନି। ଶୁଣ ତାହେଲେ, ତତେ ଯଦି ନେଇ ଗୋଟିଏ ଘରେ ବନ୍ଦୀ କରି ରଖାଯିବ, ସେଇ ଘରେ ତୁ ଖାଇବୁ, ପିଇବୁ, ଶୋଇବୁ ଆଉ ନିତ୍ୟକର୍ମ ସବୁ କରିବୁ, ତାହେଲେ ତତେ କେମିତି ଲାଗିବ? ଦୁଃଖ ଲାଗିବ ସାର୍, ଖାଲି କାନ୍ଦିବି। ଆଉ ଯେଉଁ ଲୋକ ମୋତେ ସେଇ ଘରେ ବନ୍ଦୀ କରି ରଖିଥିବ ତାକୁ ମନେ ମନେ ଗାଳି କରିବି। ତୁ ଗାଳି କଲେ ତାର କ'ଣ ହେଇଯିବ? ଜେଜେ କହୁଥିଲେ ତମେ ଯଦି ଅଦୋଷରେ କାହାକୁ ଦଣ୍ଡ ଦିଅ, ତେବେ ଦଣ୍ଡିତ ହେଉଥିବା ବ୍ୟକ୍ତି ଦୁଃଖରେ ତମକୁ ଯାହା ଗାଳି ଦେବ ତମ ଉପରେ ପଡ଼ିବ। ହଁ ରେ, ଏହାକୁ ଅଭିଶାପ କୁହାଯାଏ। ଓହୋ, ଏମିତି? ତାହେଲେ ମୁଁ ତ ଆଉ କେବେ ବି ପକ୍ଷୀ ଧରିବା ପାଇଁ ଇଚ୍ଛା କରିବିନି ସାର୍। ବଗୁଲା, ତୁ ଗୋଟେ ଭଲ ପିଲା। ଏଥର ସମସ୍ତେ ଘରକୁ ଯାଅ। କାଲି ଏମାନେ ସ୍କୁଲ ଆସିବେ, ତୁ ଆଙ୍କର ସ୍କୁଲ ଆସିବା ବ୍ୟବସ୍ଥା କରିବୁ। ଆଉ ହଁ କଙ୍ଗାରୁ ଝୋଟ, ତମେ ସ୍କୁଲ ଆସିଲା ବେଳେ ସ୍କୁଲ ଡ୍ରେସ୍ ପିନ୍ଧିକି ଆସିବ। ବଗୁଲା, ତତେ ଆଙ୍କ କଥା ଲାଗିଲା? ଓକେ ସାର୍। ସ୍କୁଲ ଡ୍ରେସ୍